ଅନେକ ଦିନ ତଳର କଥା। ସୃଜନପୁର ନାମକ ଗୋଟିଏ ଗାଁରେ କୁନାକୁନି ନାମରେ ଦୁଇ ଭାଇ ଭଉଣୀ ସେମାନଙ୍କ ଜେଜେମା ସହ ରହୁଥିଲେ। ସେମାନେ ତାଙ୍କ ଜେଜେମାଙ୍କୁ ଖୁବ୍ ଭଲ ପାଉଥିଲେ। ଦିନେ ତାଙ୍କ ଜେଜେମା ତାଙ୍କ ଭଉଣୀ ଘରକୁ ବାହାରିଲେ। ସେ କୁନାକୁନିକୁ ପାଖକୁ ଡାକି କହିଲେ, ଦେହ ବହୁତ ଖରାପ, ମୋତେ ତାକୁ ଦେଖା କରିବାକୁ ନିହାତି ଯିବା ପାଇଁ ପଡ଼ିବ। ମୁଁ ତାଙ୍କୁ ଦେଖା କରି କାଲି ଘରକୁ ଫେରି ଆସିବି। ଏକଥା ଶୁଣି ଭାଇ ଭଉଣୀଙ୍କ ମନ ଦୁଃଖ ହେଇଗଲା। ସେ ଆଗରୁ କେବେ ତାଙ୍କ ଜେଜେମାଙ୍କ ବିନା ରହିନଥିଲେ, ହେଲେ ସେ ନିଜ ଜେଜେମାଙ୍କ କଥାକୁ କାଟି ପାରିଲେ ନାହିଁ। ଏହିସବୁ କଥା ତାଙ୍କ ଘର ପଛପଟେ ଥିବା ଏକ ଅସୁରୁଣୀ ବୁଢ଼ୀ ଶୁଣୁଥିଲା। ସେ ବହୁତ ଦିନରୁ ଭାଇ ଭଉଣୀଙ୍କୁ ଖାଇବା ପାଇଁ ସୁଯୋଗ ଖୋଜୁଥିଲା। ସେ ଭାବିଲା ଯେ ୟାଠୁ ଭଲ ସୁଯୋଗ ମୋତେ ଆଉ କେବେ ମିଳିବନି। ଜେଜେମା ସଅଳ ସଅଳ ପିଲାଙ୍କ ଠାରୁ ବିଦାୟ ନେଇ ନିଜ ଭଉଣୀ ଘରକୁ ବାହାରିଗଲେ। ସକାଳ ଯାଇ ସଞ୍ଜ ଆସିଲା। ବୁଢ଼ୀ ଅସୁରୁଣୀ ତା ଜାଗାରୁ ବାହାରି ଆସି ପିଲାମାନଙ୍କ ଜେଜେମା ରୂପ ନେଲା, ଆଉ ତାଙ୍କ ଘର ଆଗରେ ଯାଇ ଛିଡ଼ା ହେଇ ଡାକିଲା। ଜେଜେମାଙ୍କୁ ଦେଖି କୁନା ପଚାରିଲା, ଜେଜେମା, ତମେ ତ କାଲି ଆସିବାର ଥିଲା, ତେବେ ଆଜି କିପରି ଆସିଲ? ଜେଜେମା କହିଲେ, ନାଇଁରେ ପୁଅ, ମୋ ଭଉଣୀ ଦେହ ଏବେ ଠିକ୍ ହେଇଗଲାଣି, ତେଣୁ ମୁଁ ଫେରି ଆସିଲି। ସେମାନେ ତାଙ୍କ ଜେଜେମାଙ୍କୁ ଘର ଭିତରକୁ ନେଇଗଲେ। କିନ୍ତୁ ଜେଜେମା ଘର ଭିତରକୁ ଯିବା ପରେ ଘରର ସବୁ ଆଲୋକକୁ ଲିଭାଇ ଦେବାକୁ କହିଲେ। ସେ କହିଲେ କି ତାଙ୍କର ମୁଣ୍ଡ ବହୁତ ଜୋରରେ ବିନ୍ଧା ହେଉଛି, ତେଣୁ ସେ ଆଲୋକ ଲିଭାଇ ଶୋଇବେ। ଜେଜେମାଙ୍କ ମୁଣ୍ଡ ବିନ୍ଧା କଥା ଶୁଣି କୁନି ଜେଜେମାଙ୍କ ମୁଣ୍ଡ ଚିପିବାକୁ ତାଙ୍କ ପାଖକୁ ଗଲା। ସେ ଯେମିତି ଜେଜେମାଙ୍କ ମୁଣ୍ଡରେ ହାତ ଲଗାଇଛି, ତାକୁ ଲାଗିଲା ଯେ ଜେଜେମାଙ୍କ ମୁହଁ ସାରା ବହୁତ ଚୁଟି ଅଛି, ହେଲେ ତା ଜେଜେମାଙ୍କ ମୁହଁରେ ତ ଚୁଟି ନଥିଲା। ସେ ତୁରନ୍ତ ଜାଣିଗଲା ଯେ ଏ ତାର ଜେଜେମା ନୁହେଁ। ସେ ଆଗରୁ ତା ଜେଜେମାଙ୍କ ଠାରୁ ଅସୁରୁଣୀ ବୁଢ଼ୀ କଥା ଶୁଣିଥିଲା। ସେ ଜାଣିଗଲା ଯେ ଏ ହେଉଛି ଅସୁରୁଣୀ ବୁଢ଼ୀ। ଏସବୁ କଥା ଜାଣିସାରିବା ପରେ ସେ ତା ଭାଇକୁ ସବୁ କଥା କହିଲା ଓ ତା ଭାଇକୁ ମିଛରେ କାନ୍ଦିବାକୁ କହିଲା। ଯେତେବେଳେ ଅସୁରୁଣୀ ବୁଢ଼ୀ ପଚାରିଲା ଯେ ତା ଭାଇର କ'ଣ ହେଲା, ମୁନି କହିଲା, ତାକୁ ଶୁଶୁ ଲାଗୁଛି, ସେ ବାହାରକୁ ଯିବା ପାଇଁ କାନ୍ଦୁଛି। ଅସୁରୁଣୀ ବୁଢ଼ୀ କହିଲା, ହଉ, ତାକୁ ଜଲ୍ଦି ଶୁଶୁ କରେଇ ଆଣ। କୁନା ଓ କୁନି ଦୁଇ ଜଣ ବାହାରକୁ ଗଲେ ଆଉ ବଡ଼ ପାଟିରେ ଗାଁ ଲୋକକୁ ଡାକିଲେ ଓ କହିଲେ, ଆମ ଘରେ ଅସୁରୁଣୀ ବୁଢ଼ୀ ପଶିଛି। ଏକଥା ଅସୁରୁଣୀ ବୁଢ଼ୀ ଘର ଭିତରୁ ଶୁଣି ଡରରେ ଘରର ଚାଳକଣା କରି ଉଡ଼ିଗଲା। ଯେତେବେଳେ ସକାଳେ ତାଙ୍କ ଜେଜେମା ତାଙ୍କ ଘରକୁ ଫେରିଲେ, ସେମାନେ ତାଙ୍କୁ ସବୁ କଥା କହିଲେ। ଜେଜେମା ସେମାନଙ୍କର ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କଲେ।